ॐ नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताख्यं नमामि रामं रघुनन्दनाख्यं श्रीराम जय जय राम जय रघुनन्दन जय घनश्याम श्रीराम जय जय राम जय रघुनन्दन जय घनश्याम। भक्तवत्सल भगवान की जय, मर्यादा पुरुष रामचंद्र की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, सीता देवी की जय, संकट मोचन हनुमान जी की जय, श्री अशरण शरण सच्चिदानंद भगवान की जय, मोर प्रिय श्रोता बंधु मान को जय, यूटी कर्मकर्ता मान को जय, ढंकड़वासिनी माँ सारला को जय, 33 कोटि देवता को जय, स्वर्गमर्त्य पाताल को जय, दशदिगपाल को जय, समग्र पृथ्वीर जेते श्रोता बंधु लोक माने कीट पतंग पशुपक्षी समस्त को जय। मोर प्रिय श्रोता बंधु आपण मानक नमस्कार करी आरंभ करने जाऊँ। ये संपूर्ण रामायण कथा धारावाहिक एणु आपण माने संपूर्ण शुणिबे आउ ए वृद्धर अनुरोध क्रमे आपण माने वीडियोटी को सब्सक्राइब करेंगे समस्ते सबु श्रोता बंधु माने आ समस्ते लाइक मध्य करेंगे। ये आपण मानकर अनुष्ठान आमर सरीगलानी केते बेले डकरा आसीबो एणु आपण मानक अनुरोध आपण माने चाहिए जदि ये सृष्टि की भल बाट को आनीपारे एक कथा शास्त्र लेखा अच्छी समस्त न चाहिए भी मोर केवल 4.5 कोटी ओडिया मध्य मोर प्रिय श्रोता बंधु मैंने केवल जब चाहिए सी दुनिया को भल बाट को आनीपारे। राम नाम कौन कम कथा नुहे कहवा लोकर जी शुणा लोकर तार 100 गुणा अधिका एक कथा मु कहूनी आपण मैंने शास्त्र शुणी थे एणु आपण मैंने दयाकोरी ये कार्य करेंगे। आम विषय वस्तु को जीवा आपण मैंने परवर्ती अध्याय शुणी थे जनक राजा राणी सुनयना आउ कौशल्या समस्ते भरत को बहुत भल प्रशंसा करुँच आउ अधिक समय नष्ट न करी एबे नुआ कथा आरंभ करवा। साधवान सुनो सो मुखी सुलोचनी भरत कथा भव बिंध मोचनी धर्म राजनय ब्रह्म विचारु इहा यथामति मोर प्रचारु श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। से कहले हे सुमुखी
ହେ ସୁନୟନୀ ମନ ଦେଇ ଶୁଣ। ଭରତଙ୍କ ଚରିତ ହେଉଛି ସଂସାର ବନ୍ଧନ ବିମୋଚନ। ମୋ ନିଜର ବୁଦ୍ଧି ଅନୁସାରେ ଧର୍ମ, ରାଜନୀତି ଓ ବ୍ରହ୍ମ ବିଚାର ଏହି ତିନୋଟି ବିଷୟରେ ମୋର ଉଣା ଅଧିକେ କିଛି କିଛି ଜ୍ଞାନ ଅଛି। ସୋମତି ମୋରି ଭରତ ମହିମାଇ କହେ କାହ ଚଲିଛୁ ଅତି ନ ଚାହିଁ। ବିଧି ଗଣପତି ଅହିପତି ଶିବ ଶାରଦ କବି କବିଦ ବୁଧ ବୁଦ୍ଧି ବିଶାରଦ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭରତ ଚରିତ ରତି କର ତ୍ରୁଟି ଧର୍ମଶୀଳ ଗୁଣ ବିମଳ ବିଭୂତି। ସମୁଜତ ସୁଖ ଦସୁ নত ସବ କାହୁ ଶ୍ରୁତି ସୁର ସରି ରୁଚି ନିଦର ସୁଧାଉ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। କିନ୍ତୁ ମୋର ସେହି ଜ୍ଞାନ ଭରତଙ୍କ ମହିମା ବର୍ଣ୍ଣନା କରିବା ଦୂରେ ଥାଉ, ଛଳ କରି ମଧ୍ୟ ତାଙ୍କ ଐଶ୍ୱର୍ଯ୍ୟ ତାଙ୍କ ମହିମାକୁ ଛାୟା ବି ଛୁଇଁ ପାରିବ ନାହିଁ। ଭରତଙ୍କର ଚରିତ, କୀର୍ତ୍ତି, ବ୍ୟବହାର, ଧର୍ମ ସ୍ୱଭାବ, ଗୁଣ ଓ ନିର୍ମଳ ଐଶ୍ୱର୍ଯ୍ୟ ବୁଝିଲେ ଓ ଶୁଣିଲେ ବ୍ରହ୍ମା, ଗଣେଶ, ଶେଷଦେବ, ମହାଦେବ, ସରସ୍ୱତୀ, କବି, ଜ୍ଞାନୀ, ପଣ୍ଡିତ ଓ ବୁଦ୍ଧିମାନ ଆଦି ସମସ୍ତେ ସୁଖ ଲାଭ କରିବେ। ତାହା ପବିତ୍ରତାରେ ଗଙ୍ଗାକୁ ତଥା ସ୍ୱାଦରେ ଅମୃତକୁ ମଧ୍ୟ ବଳିଯିବ। ନିରବଧୁ ଗୁଣ ନିରୁପମ ପୁରୁଷ ଭରତୁ ଭରତ ସମଜାନି କହି ସୁମେରୁ କିଶେର ସମ କବି କୁଳମତି ସୁକୁଚାନି। ସିୟାବର ରାମଚନ୍ଦ୍ର ଶଙ୍କର ହରି ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି ରବଉଷ ଦଶରଥ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଭରତ ହେଉଛନ୍ତି ଅସୀମ ଗୁଣ ସମ୍ପନ୍ନ ଅନୁପମ ପୁରୁଷ। ଏତିକି ଜାଣ ଯେ ଭରତଙ୍କ ସମାନ କ'ଣ ସୁମେରୁ ପର୍ବତର ଓଜନକୁ ସେର କେଜି ହିସାବରେ ତରାଜୁରେ ତଉଲି ହେବ କି? ତେଣୁ ତାଙ୍କୁ କୌଣସି ପୁରୁଷଙ୍କ ସହିତ ଉପମା ଦେବାକୁ କବିମାନଙ୍କର ବୁଦ୍ଧି ବି କୁଣ୍ଠିତ ହୋଇଯାଏ। ଅଗମ ସବହିବର নত ବର ବରଣୀ ଜିମି ଜଲହୀନ ମୀନ ଗମୁଧରଣୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭରତ ମିତ ମହିମା ଶୁଣୁ ରାଣୀ ଜାନିହି ରାମୁନ ସକହି ବଖାନି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ସୁନ୍ଦରୀ, ମାଛ ପକ୍ଷରେ ଜଳଶୂନ୍ୟ ଶୁଖିଲା ଭୂମିରେ ଖେଳିବା ଯେପରି ଅସମ୍ଭବ, ଭରତଙ୍କ ଚରିତ ବର୍ଣ୍ଣନା କରିବା ସମସ୍ତଙ୍କ ପକ୍ଷରେ ସେହିପରି ଅସମ୍ଭବ। ହେ ରାଣୀ ଶୁଣ, ଭରତଙ୍କର ଅସୀମ ଅନନ୍ତ ମହିମା ଏକମାତ୍ର ଶ୍ରୀରାମ ହିଁ ଜାଣନ୍ତି, କିନ୍ତୁ ସେ ବି ତାହା ବର୍ଣ୍ଣନା କରିବାକୁ ଅସମର୍ଥ। ବରନି ସମସା ପ୍ରେମ ଭରତ ଅନୁଭାଇ ତିୟ ଜିୟ କି ରୁଚି ଲଖି कहराओ। बरु बहु रही लखन भरत बन जाई सब कर भोल सब के मन माही।
ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଏପରି ଭାବରେ ପ୍ରେମର ସହିତ ଭରତଙ୍କ ପ୍ରଭାବ ବର୍ଣ୍ଣନା କରି ଏବଂ ସ୍ତ୍ରୀଙ୍କ ମନର ଭାବକୁ ଲକ୍ଷ୍ୟ କରି ରାଜା ଜନକ କହିଲେ, ଲକ୍ଷ୍ମଣ ଅଯୋଧ୍ୟା ଫେରିଯିବା ଏବଂ ଭରତ ବନକୁ ଯିବା ହିଁ ସମସ୍ତଙ୍କ ପକ୍ଷରେ ମଙ୍ଗଳକର। ଏହା ହିଁ ସମସ୍ତେ ଇଚ୍ଛା କରନ୍ତି। ଦେବୀ ପରନ୍ତୁ ଭରତର କୁବର କି ଶ୍ରୀରାମ ଜୟ ଜୟ ରାମ ରାମ ପ୍ରୀତି ପରତ ଯାଇ ନହିତର କି ଶ୍ରୀରାମ ଜୟ ଜୟ ରାମ ରାମ ଭରତୁ ଅଧିକ ସନୟ ମମତା କି ଶ୍ରୀରାମ ଜୟ ରାମ ରାମ ଯଦ୍ୟପି ରାମ ସୀତା ଶ୍ୟାମ ସମନ୍ତା କି ଶ୍ରୀରାମ ଜୟ ରାମ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। କିନ୍ତୁ ହେ ଦେବୀ, ଭରତ ଓ ଶ୍ରୀରାମଙ୍କ ପ୍ରେମ ଏବଂ ପାରସ୍ପରିକ ବିଶ୍ୱାସ ବୁଦ୍ଧି ବିଚାର ପରିସର ମଧ୍ୟରେ ଆସିପାରିବ ନାହିଁ। ଯଦ୍ୟପି ଶ୍ରୀରାମ ସମତାର ପରାକାଷ୍ଠା, ତଥାପି ଭରତ ହେଉଛନ୍ତି ପ୍ରେମ ଓ ମମତାର ପରାକାଷ୍ଠା। ପରମାରଥ ସ୍ୱାରଥ ସୁଖ ସାରେ ଭରତ ନ ସପନେ ମନହୁ ନିହାରେ ସାଧନ ସିଦ୍ଧି ରାମ ପଗନେହୁ ମୋହି ଲଖି ପରତ ଭରତ ମତ ଏହୁ ଶ୍ରୀରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଶ୍ରୀରାମଙ୍କ ଚରଣରେ ଅନ୍ୟାନ୍ୟ ପ୍ରେମ ଛାଡ଼ି ଭରତ ଅନ୍ୟ କୌଣସି ପରମାର୍ଥ ସ୍ୱାର୍ଥ ଓ ସୁଖ ଆଡ଼କୁ ସ୍ୱପ୍ନରେ ସୁଦ୍ଧା ମନ ଦିଅନ୍ତି ନାହିଁ। ଶ୍ରୀରାମଙ୍କ ଚରଣରେ ପ୍ରେମ ହିଁ ତାଙ୍କର ସାଧନା ଏବଂ ତାହା ହିଁ ତାଙ୍କର ସିଦ୍ଧି। ମୋତେ ଭରତଙ୍କ ଜୀବନର ଏହି ଗୋଟିଏ ମାତ୍ର ସିଦ୍ଧାନ୍ତ ଜଣାପଡ଼ୁଛି। ଜନକ ରାଜା କହୁଛନ୍ତି, ଭୋରେଉଁ ଭରତ ନ ପେଲି ହଇ ମନ ସହୁ ରାମ ସଜାଇ କରିୟ ନ ସୋଚୁ ସ୍ନେହ ବସ कहु विकलाई सिया राम जय। भोरेउ भरत न पेली हई मन सहु रामर जाई करिय न सनु स्नेह बस कहु गोप बिल खाई सिया राम जय। शंकर हरिओं भजु मंगल भवनय मंगल हारी द्रवौ सदशरथ जिर बिहारी श्रीराम जय राम राम जय रघुनंदन जय घनश्याम। भक्तवत्सल भगवान की जय। प्रेमरे गदगद होई राजा जनक कहले, भरत भूलरे भी श्रीराम का आज्ञा को अवज्ञा करिवे नाही, तेणु स्नेहविष्ट होई चिंता करवा ठीक नुहे। राम भरत गुण गण तस प्रीति निषिदपति पलक समबीति श्रीराम जय जय राम जय रघुनंदन जय घनश्याम। राज समाज प्रात जुग जागे हाई हाई सुर पूजन लागे श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। श्रीराम और भरतंक गुणावली आलोचना करू करू पति पत्नीकर से रातिटी गोटे पलक परी बीतीगला। उभय राज्यर लोके प्रातः काल उठी स्नान आदि कृत्य शेष करी देव पूजा कले। गे नहाई गुर पहिर घुराई श्रीराम जय राम बंदी चरण बतले रुख पाई
श्री राम जय राम राम। नाथ भरतपुर जन्म तारी, शोक विकल वनवास दुखारी। श्री राम जय राम राम। जय रघुनंदन जय घनश्याम। भक्तवत्सल भगवान की जय। श्री रघुनाथ स्नान करी गुरु वशिष्ठଙ୍କ निकटକୁ गले ଏବଂ ତାଙ୍କ ଚରଣ ବନ୍ଦନା କରି ଓ ମନୋଭାବ ଲକ୍ଷ୍ୟ କରି କହିଲେ, ହେ ନାଥ, ଭରତ ଅଯୋଧ୍ୟାପୁରବାସୀ ଏବଂ ମାତାଗଣ ସମସ୍ତେ ଶୋକାକୁଳ ହୋଇ ରହିଛନ୍ତି, ସମସ୍ତେ ବନବାସ କଷ୍ଟ ଭୋଗୁଛନ୍ତି। ସହିତ ସମାଜ ରାଉ ମିଥିଲେଷୁ, ବହୁତ ଦିବସ ଭଏ ସହତ କଲେଷୁ। ଉଚିତ ହୋଇ ଶୋଇଲା ଜିଅନାଥା, ହିତ ସବଇ କର ରୌରେ ହାଥା। ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ମିଥିଳାପତି ଜନକ ମଧ୍ୟ ପରିବାର ପରିଜନ ନେଇ ଅନେକ ଦିନ ଦୁଃଖ କଷ୍ଟରେ କଟାଇଲେଣି। ଅତଏବ ହେ ନାଥ, ଯାହା ଉଚିତ ଭାବୁଛନ୍ତି ତାହା କରନ୍ତୁ। ସମସ୍ତଙ୍କ ମଙ୍ଗଳ ପାଇଁ ଆପଣଙ୍କ ହାତରେ ଯାହା ଅଛି ତାହା କରନ୍ତୁ। ଅଚ କହି ଅତି ସକୁଚେ ରଘୁରାଉ, ଶ୍ରୀରାମ ଜୟ ରାମ ମୁନି ପୁଲକେ ଲଖି ଶିଲୁ ସୁଭାଉ। ଶ୍ରୀରାମ ଜୟ ରାମ ତୁମ ବିନୁ ରାମ ସକଲ ସୁଖ ସାଜା। ଶ୍ରୀରାମ ଜୟ ରାମ ନରକ ସରିଷ ହୃଦୁରାଜ ସମାଜା। ଶ୍ରୀରାମ ଜୟ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। ଏପରି କହି ଶ୍ରୀରାମ ଅତ୍ୟନ୍ତ ସଂକୁଚିତ ହୋଇଗଲେ। ତାଙ୍କ ସମ୍ଭ୍ରମ ଓ ସ୍ୱଭାବ ଦେଖି ବଶିଷ୍ଠ ପ୍ରେମାନନ୍ଦରେ ପୁଲକିତ ହୋଇଗଲେ। ସେ ସ୍ପଷ୍ଟ ଭାବରେ କହିଦେଲେ, ହେ ରାମ, ଆପଣଙ୍କ ବିନା ଉଭୟ ରାଜ ପରିବାର ପାଖରେ ସକଳ ସୁଖ ସମ୍ପଦ କେବଳ ନରକ ସମାନ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଆପଣମାନଙ୍କ ଦୟାରୁ ଏତିକିରେ ଥାଉ। ପୁଣି ସେହି ଆପଣମାନଙ୍କ ଦୟାରୁ ଯଦି ଏ ବୃଦ୍ଧ ପ୍ରତି ସ୍ନେହ ଥିବ, ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଏତିକି ଅନୁରୋଧ ଆପଣମାନଙ୍କୁ। ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରିବେ, ଆଉ ଲାଇକ୍ ଟିକେ କରୁଥିବେ, ଆଉ ସମ୍ପୂର୍ଣ୍ଣ ଶୁଣୁଥିବେ। କେବେ ଆପଣ ଦରଖଣ୍ଡିଆ କରିକି ଶୁଣିବେ ନାହିଁ। ଦେଖିବାକୁ ଯେ ସମୟ ନାହିଁ, ସମ୍ପୂର୍ଣ୍ଣ ଶୁଣିବେ। ଏତିକି କହି ହେ ରାମନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳଙ୍କୁ ନମସ୍କାର କରି, ଦଶଦୀ ଗୋପାଳଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର କରି, ଆଜି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ଦୁଃଖ ଜଣାଇ ଏ ଭବବନ୍ଧନରୁ କେମିତି ପାର ହେବା। ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ ହେଲେ ଦେବତା, ତାଙ୍କ ବିନା କିଛି କରିହେବ ନାହିଁ। ତେଣୁ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ। ହରି ବୋଲ।